জ্যোতি প্রজ্বলিত অন্ধকার হেলা লুপ্ত খ্রিস্ট জ্যোতি প্রজ্বলিত অন্ধকার হেলা লুপ্ত প্রতিটি অন্তর আলোকিত করে যেউ জ্যোতি প্রতি জীবনর পথ প্রদর্শক সেই জ্যোতি সে যে সারা জগতর জ্যোতি খ্রিষ্ট জ্যোতি ସେହି ସତ୍ୟ ଜ୍ୟୋତି ସତ୍ୟ ଜ୍ୟୋତି ସତ୍ୟ ଜ୍ୟୋତି ସତ୍ୟ ଜ୍ୟୋତି ସତ୍ୟ ଜ୍ୟୋତି। প্রিয় শ্ରୋତା ବନ୍ଧୁ ନମସ୍କାର। ସତ୍ୟଜ୍ୟୋତିର ବିଶେଷ କାର୍ଯ୍ୟକ୍ରମ ମଧ୍ୟକୁ ଆପଣଙ୍କୁ ମୁଁ ନିମନ୍ତ୍ରଣ କରୁଅଛି ଏବଂ ଆପଣ ସମୟ ବାହାର କରିକି ଏ କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ସୁଯୋଗ ଦେଉଥିବାରୁ ମୁଁ ଆପଣଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି। ଆମମାନଙ୍କର ଏହି ବିଶେଷ କାର୍ଯ୍ୟକ୍ରମରେ ଆମମାନେ ଯେ ସବୁ ସମ୍ବାଦ ପ୍ରଚାର କରିଥାଉ କହିଥାଉ ତାହା ଅନେକଙ୍କ ଜୀବନରେ କାର୍ଯ୍ୟ ସାଧନ କରିଅଛି, କାରଣ ଏହି କାର୍ଯ୍ୟକ୍ରମ ଦ୍ୱାରା ଈଶ୍ୱରଙ୍କର ବାକ୍ୟ ପ୍ରଚାରିତ ହୁଏ। ଆଉ ଈଶ୍ୱରଙ୍କ ବାକ୍ୟରେ ଜୀବନ ଅଛି। ସେ ନିଜେ ଜୀବିତ ସମସ୍ତ ଜୀବନର ଉତ୍ସ ଅଟନ୍ତି। ଅତଏବ ତାହାଙ୍କର ପ୍ରତିଟି ବାକ୍ୟରେ ଜୀବନ ସଞ୍ଚାରିତ ଅଟେ। ଯେଉଁମାନେ ତାହାଙ୍କର ବାକ୍ୟକୁ ଶୁଣନ୍ତି, ହୃଦୟ ମଧ୍ୟରେ ଗ୍ରହଣ କରନ୍ତି, ବିଶ୍ୱାସ କରନ୍ତି, ସେମାନେ ସେଥିର ଫଳକୁ ନିଜ ଜୀବନରେ ଦେଖିବାକୁ ପାଇଥାନ୍ତି। ସେଥିପାଇଁ ଅନେକଙ୍କ ଜୀବନରେ ଏହି କାର୍ଯ୍ୟକ୍ରମଟି ଆଶୀର୍ବାଦଜନକ ହୋଇଛି। ଆଉ ସେ ବିଷୟରେ ସେହି ବନ୍ଧୁମାନେ ଟେଲିଫୋନ୍ ମାଧ୍ୟମରେ କିମ୍ବା ପତ୍ର ମାଧ୍ୟମରେ ଆମମାନଙ୍କୁ ଜଣାଇ ଅଛନ୍ତି। ଗତ ଦିନମାନଙ୍କରେ ଯେଉଁ ବନ୍ଧୁମାନେ ଆମମାନଙ୍କ ସାଙ୍ଗରେ ଯୋଗାଯୋଗ ରଖିଲେ ଆମେ ସେମାନଙ୍କ ନିକଟରେ ବହୁତ ଧନ୍ୟବାଦ ଅଟୁ। ଆଗାମୀ ଦିନମାନଙ୍କରେ ମଧ୍ୟ ଆପଣଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ଆମମାନେ ଚାହୁଁ। ଆଜି ହିଁ ଠିକଣାଟି ଟିପି ନେବେ କାର୍ଯ୍ୟକ୍ରମର ଶେଷରେ ଏବଂ ଆମ ସହିତ ଯୋଗାଯୋଗ ରଖିବା ପାଇଁ ଚେଷ୍ଟା କରିବେ। ଆସନ୍ତୁ ଆମମାନେ ଆଗକୁ ଯିବା ପୂର୍ବରୁ ଆମମାନେ ପଦେ ପ୍ରାର୍ଥନା କରିବା, ପ୍ରଭୁଙ୍କର ସାହାଯ୍ୟ ମାଗିବା। ମଙ୍ଗଳମୟ ପରମେଶ୍ୱର, ଆମେ ତୁମର ଧନ୍ୟବାଦ କରୁଛୁ। ଦୟା ଅନୁଗ୍ରହ କରି ଆମମାନଙ୍କୁ ତୁମେ ସୁଯୋଗ ଦେଇଛ ପ୍ରଭୁ, ଏ ମାଧ୍ୟମରେ ତୁମର ନିକଟକୁ ଆସିବା ପାଇଁ, ତୁମକୁ ଜାଣିବା ପାଇଁ। ତୁମେ ଯେ ସତ୍ୟ ଜୀବିତ ପରମେଶ୍ୱର ଅଟ, ଆମମାନଙ୍କୁ ପ୍ରେମ କରୁଥିବା ପରମେଶ୍ୱର ଅଟ, ଆମମାନଙ୍କ ବିଷୟରେ ମନୋଯୋଗ କରୁଥିବା ଈଶ୍ୱର ଅଟ। ଆଉ ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଛୁ। ଆମମାନେ ବିଭିନ୍ନ ସ୍ଥାନରେ ଥିଲେ ହେଁ ତୁମେ ଆମମାନଙ୍କୁ ଦେଖୁଅଛ, ଜାଣୁଅଛ, ଆମମାନଙ୍କ ପ୍ରତିଟି ଅବସ୍ଥାକୁ ବୁଝିପାରୁଛ। ସେଥିପାଇଁ ଏକମାତ୍ର ସାହାଯ୍ୟକାରୀ ପରମେଶ୍ୱର ତୁମେ ଅଟ। ପ୍ରତ୍ୟେକ ଶ୍ରୋତାବନ୍ଧୁଙ୍କୁ ତୁମ ହସ୍ତରେ ସମର୍ପଣ କରୁଅଛି। ସେମାନଙ୍କର ଅବସ୍ଥା ତୁମେ ଜାଣ ପ୍ରଭୁ, ଶରୀର ପ୍ରାଣ ଆତ୍ମାର ଅବସ୍ଥା ତୁମେ ଜାଣ। ସେମାନଙ୍କୁ ତୁମେ ଦୟାକର, ଆଶୀର୍ବାଦ କର। ଯେଉଁମାନେ ଅସୁସ୍ଥ ପୀଡ଼ିତ ଅଛନ୍ତି ସ୍ପର୍ଶ କରି ସୁସ୍ଥତା ଦିଅ। ଆଜି ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ କଥା କୁହ, ତୁମର ନିକଟବର୍ତ୍ତୀ କରାଅ ତୁମକୁ ଏବଂ ନିଜକୁ ଅଧିକ ଜାଣିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରିୟ ବନ୍ଧୁ, ଆମମାନେ ଗତ କିଛି ଦିନ ଧରି ଏକ ବିଶେଷ ବିଷୟ ନେଇ ଆଲୋଚନା କରି ଆସିଲୁ, ଯାହା ଈଶ୍ୱରଙ୍କ ପବିତ୍ର ବାକ୍ୟ ପବିତ୍ର ବାଇବଲରୁ ନିଆଯାଇଛି। ଲୋକଲିଖିତ ସୁସମାଚାର ତାର 16 ଅଧ୍ୟାୟ 19 ପଦରୁ ଆରମ୍ଭ କରିକି 31 ପଦର ଶେଷ ପର୍ଯ୍ୟନ୍ତ। ଯଦି ବାଇବଲ ଅଛି ଆପଣଙ୍କ ପାଖରେ, କେତେବେଳେ ସମୟ ବାହାର କରିକି ଆପଣ ସେ ବାଇବଲର ଏହି ଅଂଶଟିକୁ ଖୋଲିକି ପାଠ କରନ୍ତୁ। ସେଥିର ବିଶଦ ବିବରଣ ଆପଣ ବୁଝିପାରିବେ। କିନ୍ତୁ ସମୟର ସ୍ୱଳ୍ପତା ଦୃଷ୍ଟିରୁ ମୁଁ କେବଳ ଆଂଶିକ ଭାବରେ ସେଥିରୁ କିଛି ଆଲୋଚନା କରୁଅଛି। ଆଉ ମୁଁ ଆଶା କରୁଛି ଆପଣ ନିଶ୍ଚୟ ବୁଝିପାରୁଥିବେ। ଆମମାନେ ପ୍ରାୟ ଏହି ବିବରଣର ଶେଷ ବିଷୟକୁ ଆଲୋଚନା କରିବା ପାଇଁ ଆମମାନେ ଯାଉଛୁ। ବିଶେଷ କରିକି ମୃତ୍ୟୁ ଉତ୍ତାରେ ମଧ୍ୟ ସେ 2 ଜଣ ବ୍ୟକ୍ତି କି ପ୍ରକାର ସକ୍ରିୟ ଆଉ ସଚେତନ ହେଲେ ଆମମାନେ ସେହି ବିଷୟକୁ ନେଇ ଆଲୋଚନା କରୁଅଛୁ। ନରକରେ ପଡ଼ି ଧନୀ ଲୋକଟି ଅବ୍ରାହମଙ୍କ ନିକଟରେ ବିନତି କରି କହିଲା ଲାଜାରଙ୍କର ସାହାଯ୍ୟ ପାଇବା ନିମନ୍ତେ, ଯାହାର ଉତ୍ତର ସେ ପାଇଲା ନାହିଁ, କାରଣ ତାହା ଅସମ୍ଭବ ବିଷୟ ଥିଲା। ଦ୍ୱିତୀୟ ବିଷୟ ସେ କହିଲା
ଯେ ଅନ୍ତତଃ ଲାଜାରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠେଇକି ତା ନିଜ ଘରକୁ ପଠାଇ ଦେବା ପାଇଁ। କାରଣ ତାର 5 ଭାଇ ବାକି ଅଛନ୍ତି ଯେଉଁମାନେ ବଞ୍ଚିକି ରହିଛନ୍ତି ଶରୀରରେ, ସେମାନେ ଯେପରି ଏହି ଯନ୍ତ୍ରଣାମୟ ନରକକୁ ନ ଆସନ୍ତି, ସେହି ଉଦ୍ଦେଶ୍ୟରେ ସେମାନଙ୍କର ମଙ୍ଗଳ ଇଚ୍ଛା କରିକି ସେ ଲାଜାରକୁ ସେମାନଙ୍କ ନିକଟକୁ ପଠାଇ ଦେବା ପାଇଁ ଚାହିଁଲା। ମାତ୍ର ତାହା ମଧ୍ୟ ଗ୍ରହଣ କରାଗଲା ନାହିଁ। କାରଣ ଅବ୍ରାହମ ଉତ୍ତର ଦେଲେ ଯେ ତୁମ ଭାଇମାନଙ୍କ ପାଖରେ ଈଶ୍ୱରଙ୍କ ବାକ୍ୟ ଅଛି, ସେମାନେ ତାହା ଶୁଣନ୍ତୁ ଏବଂ ତାହା ବିଶ୍ୱାସ କରନ୍ତୁ, ତାହେଲେ ତୁମେ ଯେଉଁ ନରକରେ ପଡ଼ି ଛଟପଟ ହେଉଛ ସେହି ନରକକୁ ସେମାନେ ଯିବେ ନାହିଁ। ସେମାନେ ଆମର ଏହି ସ୍ଥାନକୁ, ଏହି ସ୍ୱର୍ଗୀୟ ସୁଖ ମଧ୍ୟକୁ ସେମାନେ ଆସିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ଅବ୍ରାହମ ସେଦିନ ସେ ଧନୀ ଲୋକ ନିକଟରେ ପ୍ରକାଶ କଲେ। ତାହା ହେଉଛି କ'ଣ? ତୁମର ଜଗତରେ ବଞ୍ଚି ରହିଥିବା ଭାଇମାନଙ୍କ ପାଖରେ ଈଶ୍ୱରଙ୍କ ବାକ୍ୟ ଅଛି, ସୁସମାଚାର ଅଛି। ସେମାନେ ସେ ସୁସମାଚାରର ବାକ୍ୟକୁ ଶୁଣନ୍ତୁ, ପଢ଼ନ୍ତୁ, ଗ୍ରହଣ କରନ୍ତୁ, ବିଶ୍ୱାସ କରନ୍ତୁ, ମାନନ୍ତୁ, ତଦନୁସାରେ ଜୀବନ କାଟନ୍ତୁ। ତେବେ ସେମାନଙ୍କର ଶେଷ ନରକରେ ହେବ ନାହିଁ। ପ୍ରିୟ ବନ୍ଧୁ, ପବିତ୍ର ବାଇବଲ ହେଉଛି ଈଶ୍ୱରଙ୍କର ମୁଖ ନିର୍ଗତ ବାକ୍ୟ। ଈଶ୍ୱର ଯେ ପ୍ରକାର ଜୀବିତ, ଅନନ୍ତକାଳୀନ, ସେ ପ୍ରକାର ତାହାଙ୍କର ଏହି ପୁସ୍ତକରେ ଲେଖାଯାଇଥିବା ସମସ୍ତ ବାକ୍ୟ ମଧ୍ୟ ଅନନ୍ତକାଳୀନ ଅଟେ, ଜୀବନ୍ତ ଅଟେ। ବାଇବଲ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଭାବରେ ଏଥିପାଇଁ ଦିଆଯାଇଛି କାରଣ ପୃଥିବୀରେ ଜନ୍ମ ନେଇଥିବା ପ୍ରତିଟି ମଣିଷ ଜଗତ ଛାଡ଼ିକି ଅନନ୍ତକାଳ ମଧ୍ୟକୁ ଯିବା ପୂର୍ବରୁ ଯେଉଁ ବିଶେଷ ତଥ୍ୟଗୁଡ଼ିକ, ଯେଉଁ ବିଶେଷ ସୂଚନାଗୁଡ଼ିକ ଜାଣିବା ଦରକାର, ସେହି ସମସ୍ତ ସୂଚନା ବାଇବଲ ମଧ୍ୟରେ ରହିଛି। ଈଶ୍ୱର ସେହି ସମସ୍ତ ବିଷୟକୁ ତାଙ୍କରି ପବିତ୍ର ବାକ୍ୟରେ ପ୍ରକାଶ କରିଅଛନ୍ତି। ପ୍ରତିଟି ମନୁଷ୍ୟ ଏହି ବାକ୍ୟକୁ ଯେତେବେଳେ ପାଠ କରେ, ଏ ବାକ୍ୟରୁ ପ୍ରଚାରିତ ବିଷୟ କିମ୍ବା ପଢ଼ାଯାଉଥିବା ବିଷୟ ଯେତେବେଳେ କର୍ଣ୍ଣରେ ଶ୍ରବଣ କରେ ଏବଂ ଏ ବାକ୍ୟର ଶିକ୍ଷାକୁ ଯେତେବେଳେ ସେ ଶୁଣେ ଏବଂ ସେ ଅନୁସାରେ ନିଜର ଜୀବନକୁ ବଦଳେଇ ଦିଏ, ନିଜର ଜୀବନକୁ ସଜାଡ଼ି ଦିଏ, ବାକ୍ୟର ପରମେଶ୍ୱର ସତ୍ୟ ଜୀବିତ ଈଶ୍ୱରଙ୍କୁ ନିଜର ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରେ, ନିଜ ଜୀବନର ସଙ୍ଗୀ ପରମେଶ୍ୱର ଭାବରେ ଗ୍ରହଣ କରେ, ସେତେବେଳେ ତା ଜୀବନରେ ଅଦ୍ଭୁତ ପରିବର୍ତ୍ତନ ଆସେ। ମନେ ରଖନ୍ତୁ, ଶିକ୍ଷା, ସଭ୍ୟତା, କୌଣସି ପ୍ରକାର ବିଷୟ ଆମମାନଙ୍କର ଜୀବନରେ ଆଂଶିକ ପରିବର୍ତ୍ତନ ଆଣେ, କିନ୍ତୁ ଅନନ୍ତକାଳୀନ ବାସ୍ତବ ଆଭ୍ୟନ୍ତରୀଣ ପରିବର୍ତ୍ତନ, ଅନ୍ତର ଏବଂ ସ୍ୱଭାବର ପରିବର୍ତ୍ତନ, ମନର ପରିବର୍ତ୍ତନ କେବଳ ସଦାପ୍ରଭୁ ପରମେଶ୍ୱର କରିପାରନ୍ତି। ତାହାଙ୍କର ଏ ବାକ୍ୟ ଦ୍ୱାରା ସେ ତାହା କରିଥାନ୍ତି। ସେଥିପାଇଁ ଈଶ୍ୱରଙ୍କର ବାକ୍ୟ ଆଜି ସ୍ଥାନେ ସ୍ଥାନେ ପ୍ରଚାରିତ ହେଉଛି, ଏହି ଉଦ୍ଦେଶ୍ୟରେ ଯେପରିକି ମନୁଷ୍ୟମାନେ ତାହା ଶୁଣି ସତ୍ୟ ଜୀବିତ ଈଶ୍ୱରଙ୍କଠାରେ ବିଶ୍ୱାସ କରିବେ ଏବଂ ତଦ୍ୱାରା ବଞ୍ଚିବେ, ଅନନ୍ତକାଳରେ ବଞ୍ଚିବେ। ଜଗତରେ ତ ଆମମାନେ ସବୁଦିନ ରହିବା ନାହିଁ, ଦିନେ ନା ଦିନେ ଜଗତ ଛାଡ଼ି ଆମମାନଙ୍କୁ ଯିବାକୁ ହିଁ ହେବ। କାରଣ ମୃତ୍ୟୁ ଏକ ବାସ୍ତବ ସତ୍ୟ, ଯାହାକୁ କେହି ହେଲେ ଏଡ଼େଇ ପାରିନାହାନ୍ତି ଆଉ ଏଡ଼େଇ ପାରିବେ ନାହିଁ ମଧ୍ୟ। ସେଥିପାଇଁ ପ୍ରିୟ ବନ୍ଧୁ, ଏ 2 ଦିନିଆ ରହଣି କାଳ ଉତ୍ତାରେ ଏକ ଅନନ୍ତକାଳର ନିମନ୍ତେ ଆମମାନେ କି ପ୍ରକାର ଭାବରେ ନିଜକୁ ପ୍ରସ୍ତୁତ କରୁଅଛୁ, ଈଶ୍ୱରଙ୍କ ବାକ୍ୟରେ ସେ ବିଷୟରେ ଶିକ୍ଷା ଦିଆଯାଇଛି। ଯେଉଁମାନେ ବଞ୍ଚିଥାଉ ଥାଉ ସତ୍ୟ ଜୀବିତ ଈଶ୍ୱରଙ୍କୁ ନିଜର ଉଦ୍ଧାରକର୍ତ୍ତା ପ୍ରଭୁ ଭାବରେ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କରି ନିଜ ଜୀବନକୁ ସମର୍ପଣ କରି ବାକିତକ ଜୀବନ ବଞ୍ଚନ୍ତି, ସେମାନଙ୍କ ପାଇଁ ଈଶ୍ୱରଙ୍କର ସ୍ୱର୍ଗର ଗୃହ ଉନ୍ମୁକ୍ତ ରଖାଯାଏ। ସେମାନେ ମୃତ୍ୟୁ ଉତ୍ତାରେ ସେଠାରେ ପ୍ରବେଶ କରିବାର ସୁଯୋଗ ପାଆନ୍ତି। ଅନନ୍ତ ସୁଖ ଭୋଗ କରିବା ପାଇଁ ସେମାନେ ଈଶ୍ୱରଙ୍କ ନିକଟକୁ ଚାଲିଯାଆନ୍ତି। ଅବ୍ରାହମ କହିଲେ, ତୁମ ଭାଇମାନଙ୍କ ପାଖରେ ଈଶ୍ୱରଙ୍କର ବାକ୍ୟ ଅଛି, ତାହା ସେମାନେ ଶୁଣନ୍ତୁ ଏବଂ ବିଶ୍ୱାସ କରନ୍ତୁ। ପ୍ରିୟ ବନ୍ଧୁ, ଆଜି ଆପଣଙ୍କ ପାଖରେ ଈଶ୍ୱରଙ୍କ ବାକ୍ୟ ଅଛି। ହୋଇପାରେ ଲିଖିତ ବାଇବଲ ଯଦି ଆପଣଙ୍କ ପାଖରେ ନାହିଁ, ତାହେଲେ ବେତାର କାର୍ଯ୍ୟକ୍ରମ ଦ୍ୱାରା ଆପଣ ଈଶ୍ୱରଙ୍କର ବାକ୍ୟକୁ ଶୁଣୁଅଛନ୍ତି। ଆପଣ କହିପାରିବେ ନାହିଁ, ହେ ପରମେଶ୍ୱର, ମୁଁ ତୁମର ବାକ୍ୟକୁ ଶୁଣିପାରି ନାହିଁ ବୋଲିକି, କିମ୍ବା ମୁଁ ପାଇନାହିଁ ବୋଲି କହିପାରିବେ ନାହିଁ। ସେହିଦିନ ଆସିବା ପୂର୍ବରୁ ଆଜି ସମୟ ଥାଉ ଥାଉ ଈଶ୍ୱର ଦେଇଥିବା ତାହାଙ୍କର ମୁଖ ନିର୍ଗତ ବାକ୍ୟକୁ ଆସୁ ଆମମାନେ ଆନନ୍ଦରେ ନମ୍ର ଭାବରେ ଗ୍ରହଣ କରୁ, ବିଶ୍ୱାସ କରୁ ଏବଂ ତଦନୁସାରେ ଆମମାନେ ବଞ୍ଚିବାକୁ ପାରିବା। ତେବେ ଏ ଧନୀ ଲୋକର ଅବସ୍ଥା ଯେ ପ୍ରକାର ହେଲା, ତାହା ଆପଣଙ୍କର ଆଉ ମୋର ଅବସ୍ଥା ହେବ ନାହିଁ। ମୃତ୍ୟୁ ତାରେ ଆମମାନେ ଈଶ୍ୱରଙ୍କ ସାଙ୍ଗରେ ବାସ କରିବା ପାଇଁ ଲାଜାରଙ୍କ ସଦୃଶ ଆମମାନେ ଅନନ୍ତ କାଳରେ ପ୍ରବେଶ କରିବା। ସେହି ଜୀବନ ଦେବାକୁ ତ 2000 ବର୍ଷ ତଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ।
ସେ ଯୀଶୁଙ୍କଠାରେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି, ପାପରୁ କ୍ଷମା ପାଆନ୍ତି, ଉଦ୍ଧାର ମୁକ୍ତି ପାଆନ୍ତି ଏବଂ ମୃତ୍ୟୁତାରେ ଏକ ଅନନ୍ତ ସୁଖ ଭୋଗ କରିବା ନିମନ୍ତେ ଈଶ୍ୱରଙ୍କ ନିକଟକୁ ଦୂତମାନଙ୍କ ଦ୍ୱାରା ନିଆଯାଆନ୍ତି। ସେହି ଜୀବନ ଆଜି ଆପଣଙ୍କର ହୋଇପାରିବ ଯଦି ପ୍ରଭୁଙ୍କଠାରେ ଆପଣ ବିଶ୍ୱାସ କରି ନିଜ ଜୀବନକୁ ସମର୍ପି ଦେବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଶୁଣିଲେ ଆଜିର କାର୍ଯ୍ୟକ୍ରମ ସତ୍ୟଜ୍ୟୋତି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଓ ବିନା ମୂଲ୍ୟରେ ଏକ ପୁସ୍ତକ ପାଇବା ପାଇଁ ଆମକୁ ପତ୍ର ଲେଖନ୍ତୁ ଏବଂ ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ ତେବେ ଆମକୁ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ବା ଫୋନ୍ ଯୋଗେ ସମ୍ପର୍କ କରନ୍ତୁ। ଆମ ଠିକଣା ହେଲା ସତ୍ୟଜ୍ୟୋତି, ପୋଷ୍ଟ ବକ୍ସ ନମ୍ବର 89, କଟକ 753001। ଆଜି ପାଇଁ ବିଦାୟ ନେଉଛୁ। ଆପଣମାନଙ୍କ ସହିତ ପୁଣି ଦେଖାହେବ ଠିକ୍ ଆସନ୍ତା ସପ୍ତାହର ଏହି ଦିନ ଏହି ସମୟ। ନମସ୍କାର।